ଶରୀରକୁ ଯେମିତି ଜଳ ଦ୍ୱାରା ପବିତ୍ର କରାଯାଏ, ସେମିତି ମନକୁ ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା, ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଏ। ଓಂ ବିଷ୍ଣବେ ନମଃ। ନମସ୍କାର, ମୁଁ ଆପଣ ମାନଙ୍କର ସେହି ପ୍ରିୟ ଯଯାତି କେଶରୀ ଦାସ ଆପଣ ମାନଙ୍କୁ ପବିତ୍ର ରାମ ନବମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ତେବେ ଆଜିର ରାଶିଫଳ ଏବଂ ପଞ୍ଚାଙ୍ଗ କାର୍ଯ୍ୟକ୍ରମ ଜାଣିବା ପୂର୍ବରୁ ଆଜି ଯାହାକି ରାମ ନବମୀ ଉପଲକ୍ଷେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ସବୁ ଉପାୟ କରିପାରିବା। ତେବେ ଆଜିର ଦିନରେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଏହି ରାମ ନାମଟିକି ଜପ କରନ୍ତୁ। ତତ୍ସହିତ ରକ୍ଷା ସୂତ୍ର ପାଠ କରନ୍ତୁ ଯାହାକି ରାମଙ୍କର। ତେବେ ଏହି ରାମ ରକ୍ଷା ସୂତ୍ର ପାଠ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୁଏ। ତତ୍ସହିତ ଆଜିର ଦିନରେ ହନୁମାନ ଚାଳିଶା ଏବଂ ସୁନ୍ଦର କାଣ୍ଡ ପାଠ କରନ୍ତୁ। ଏହା ଯାହାକି ରାମ ଭକ୍ତ ହନୁମାନଙ୍କ ପୂଜା କରିବା ଦ୍ୱାରା ଶୀଘ୍ର ରାମ କୃପା ପ୍ରାପ୍ତ ହୋଇଥାଏ। ତେବେ ଆଜିର ଦିନରେ ଗରିବକୁ ଯାହାକି ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ। ଏହା କରିଲେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତତ୍ସହିତ ଆଜିର ଦିନରେ ଗୁଡ଼ ଏବଂ ଚଣା ଯାହାକି ପ୍ରଭୁ ରାମଚନ୍ଦ୍ର ଗୁଡ଼ ଏବଂ ଚଣା ଅର୍ପଣ କରିଲେ ଆପଣ ମାନସିକ ସ୍ତରରେ ଯାହାକି ସ୍ଥିରତା ମିଳିଥାଏ। ତେବେ ରାଶି ଅନୁସାରେ ସଂକ୍ଷେପରେ ଆପଣ ମାନଙ୍କୁ ଆଜିର ଦିନରେ କଣ କରିବେ ଆଉ ଗୋଟିଏ ଉପାୟ କହୁଛି, ଯାହାକି ମେଷ ରାଶି ଏବଂ ବିଛା ରାଶି ଆଜିର ଦିନରେ ଆପଣ ମାନେ ରାମ ନବମୀ ଉପଲକ୍ଷେ ହନୁମାନ ଚାଳିଶା ପାଠ କରନ୍ତୁ। ତତ୍ସହିତ ବୃଷ ରାଶି ଏବଂ ତୁଳା ରାଶି ଏମାନେ ଭଗବାନ ରାମଙ୍କୁ ପୂଜା କରନ୍ତୁ ଏବଂ ଧଳା ବସ୍ତ୍ର କିମ୍ବା ଯେକୌଣସି ଧଳା ଜିନିଷ ଦାନ କରନ୍ତୁ। ମିଥୁନ ଏବଂ କନ୍ୟା ରାଶି ବ୍ୟକ୍ତିମାନେ ଆଜିର ଦିନରେ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ତତ୍ସହିତ କର୍କଟ ରାଶି ବ୍ୟକ୍ତିମାନେ ଭଗବାନ ରାମଙ୍କର ମୂର୍ତ୍ତି ଉପରେ କ୍ଷୀର ଅର୍ପଣ କରନ୍ତୁ। ତତ୍ସହିତ ସିଂହ ରାଶି ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହିତ ଆଜିର ଦିନରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତତ୍ସହିତ ଧନୁ ମୀନ ରାଶି ବ୍ୟକ୍ତିମାନେ ରାମ ମନ୍ଦିରରେ ହଳଦିଆ ବସ୍ତ୍ର ଦାନ କରନ୍ତୁ। ତତ୍ସହିତ ମକର ରାଶି ଏବଂ କୁମ୍ଭ ରାଶି ବ୍ୟକ୍ତିମାନେ ଆଜିର ଦିନରେ ସୁନ୍ଦର କାଠ ପାଠ କରନ୍ତୁ। ତେବେ ଆଜିର ଦିନରେ ମକର ଏବଂ କୁମ୍ଭ ରାଶି ବ୍ୟକ୍ତିମାନେ ସୁନ୍ଦର କାଣ୍ଡ ପାଠ କରନ୍ତୁ। ଏହା କରିଲେ ଆପଣ ମାନଙ୍କର ଯେକୌଣସି ଗ୍ରହ ଖରାପ ହଉନା କାହିଁକି ସମସ୍ତ ଗ୍ରହର ଉପଚାର ମିଳିଥାଏ। ତେଣୁ ଆଜିର ଦିନରେ ଆପଣ ମାନେ ନିଶ୍ଚିତ ଏହି ଉପାୟଟି କରନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ମାର୍ଚ୍ଚ ମାସ 27 ତାରିଖ ଓଡ଼ିଆ ଚୈତ୍ର ମାସ 13 ଦିନ ଶୁକ୍ରବାର ଶୁକ୍ଳ ପକ୍ଷ ନବମୀ ତିଥି ଯାହା ଦିବା 10:58 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହଉଛି। ଆଜି ପୁନର୍ବସୁ ନକ୍ଷତ୍ର ଯାହା ଦିବା 10:28 ପର୍ଯ୍ୟନ୍ତ ରହୁଛି। ତାପରେ ପୁଷ୍ୟା ନକ୍ଷତ୍ର ଆରମ୍ଭ ହଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି ଯାହାକି ଦିବା 10:25 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ଯାହାକି କର୍କଟ ରାଶିରେ ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:46 ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:54 ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ ଦିବା 10:58 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର ଯାହା ଦିବା 10:25 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି
ଏବଂ ମୀନ ରାଶି ବ୍ୟକ୍ତିଙ୍କର ଆଜି ମୃତ ବ୍ୟକ୍ତିର ଅପରାହ୍ନ 4:05 ମଧ୍ୟ ରହିଛି ଏକ ପାଦ ପୁଷ୍କର ଦୋଷ, ଫଳ ରହୁଛି ବଂଶହାନି। ଆଜି ଦଶମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଲାଉ, ତତ୍ସହିତ କଳମ ଭୋଜନ ନିଷେଧ ରହିଛି। ଆଜି ହଉଛି ବାସନ୍ତୀ ଦେବୀଙ୍କର ନବମୀ ପୂଜା, କିନ୍ତୁ ପିଠେ ଦଶହରା ପୂଜା। ଆଜି ହଉଛି ସର୍ବସହମତ ରାମ ନବମୀ ଉପଲକ୍ଷେ ଉପବାସ ବ୍ରତ। ଆଜିର ଅଶୁଭ ବେଳା ଯାହା ଦିବା 8:50 ରୁ ଦିବା 12:32 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ଦିବା 1:23 ରୁ ଦିବା 2:55 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 8:46 ରୁ ରାତ୍ରି 10:13 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:23 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:20 ରୁ ଦିବା 3:44 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:50 ରୁ ରାତ୍ରି 11:03 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:54 ରୁ ଶେଷ ରାତ୍ରି 5:45 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସବୁ ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କରୁଥିଲା ବେଳେ ଟିକେ ନିଶ୍ଚିତ ସାବଧାନ ରୁହନ୍ତୁ। କାର୍ଯ୍ୟରେ ଅନେକ ଅସ୍ଥିରତା ଦେଖାଦେବ, ତତ୍ସହିତ ନିଜ ଭିତରେ କଳହ ଆସିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ ନୀତିଦିନିଆ କାର୍ଯ୍ୟଗୁଡ଼ିକ ଅନେକ ସମସ୍ୟା ସହିତ କାର୍ଯ୍ୟଗୁଡ଼ିକ ବିଳମ୍ବ ଯୁକ୍ତ ହୋଇପାରେ। ଅନ୍ୟମାନଙ୍କ ଠାରେ ଯେଉଁ କାର୍ଯ୍ୟରତ ଅଛନ୍ତି, ଟିକେ ନିଶ୍ଚିତ ସାବଧାନ ସହିତ ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିବ। ତତ୍ସହିତ ତାଙ୍କ ସହିତ ଆପଣ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ତାଙ୍କ ସହିତ ସମ୍ବନ୍ଧ ଖରାପ ହବାର ଚାନ୍ସ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଅନେକ ବାଧାବିଘ୍ନ ଏବଂ ପ୍ରତିବନ୍ଧକ ଆସିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବା ସହିତ ଆପଣ ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ଆଜି ଅନେକ ସମସ୍ୟା ଏବଂ ହତାଶ ହୋଇପାରନ୍ତି, ଯାହା ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ ଆଜି ଆଦୌ ଭଲ ଦିନ ହୋଇନପାରେ, କାରଣ ନିଜ ଭିତରେ ସନ୍ଦେହ ଅଧିକ ଦେଖା ଦେଇପାରେ ଏବଂ ମତାନ୍ତର ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବା ସହିତ ପୁରୁଷ ମାନେ ଟିକେ ଅଧିକ ସାବଧାନ ରୁହନ୍ତୁ। ତେବେ ମେଷ ରାଶି ବ୍ୟକ୍ତି ଆଜି ନିଜର ପରିବାର ଏବଂ ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ମେଷ ରାଶି ବ୍ୟକ୍ତି ଦୂରଯାତ୍ରା କରୁଛନ୍ତି, ସେଭଳି ଆଜି ଆପଣଙ୍କର କାର୍ଯ୍ୟ ହାସଲ ନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଅସ୍ଥିରତା ଆସିବାର ସମ୍ଭାବନା ସହିତ ଅନେକ କ୍ଷତି ମଧ୍ୟ ସାମ୍ନା କରିବାକୁ ପଡିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ସ୍ୱାସ୍ଥ୍ୟ ଅନେକ ସମସ୍ୟା ରହିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ଖରାପ ଥିବ, ଆଜି ତାହାର ଦ୍ୱିଗୁଣିତ ହବାର ସମ୍ଭାବନା ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି, ଗ୍ରହମାନେ ସମ୍ପୂର୍ଣ୍ଣ ଶୁଭ ସ୍ଥିତିରେ ରହୁଛନ୍ତି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ କରନ୍ତୁ, ସେ କାର୍ଯ୍ୟ ସଫଳ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ
ଗ୍ରହ ମାନେ ଆପଣଙ୍କୁ ସହଯୋଗ କରୁଛନ୍ତି ସମ୍ପୂର୍ଣ୍ଣ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅଧିକ ଆଗଭର ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ଆଜି ବୃଷ ରାଶି ବ୍ୟକ୍ତି ଆପଣ ଯେକୌଣସି କାର୍ଯ୍ୟ ଯଦି କୌଣସି ଠାରେ କରୁଛନ୍ତି ସେ କାର୍ଯ୍ୟରେ ଆପଣ ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଭଲ ଲାଗିବ ଏବଂ ଆପଣଙ୍କୁ କାର୍ଯ୍ୟକୁ ସମସ୍ତେ ସାହାଯ୍ୟ କରିବେ, ସହଯୋଗ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ଉତ୍ତମ ଦିନ, ଭାଗ୍ୟଶାଳୀ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଏକ ଉତ୍ତମ ଦିନ ହୋଇପାରେ। ତତ୍ସହିତ ନୂତନ ପ୍ରେମ ପାଇଁ ଯୋଉମାନେ ଇଚ୍ଛା ରଖିଛନ୍ତି ସେମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଭଲ ଦିନ ହବ ବା ଉତ୍ତମ ଦିନ ହୋଇପାରେ। ତତ୍ସହିତ ବୃଷ ରାଶି ବ୍ୟକ୍ତି କୌଣସି ବିବାହ ଜନିତ କଥାବାର୍ତ୍ତା ଯଦି ଆପଣଙ୍କର ଆଲୋଚନା ହଉଛି ବା ମାଙ୍ଗଳିକ କାର୍ଯ୍ୟ ପାଇଁ ଆଜି ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସହଯୋଗ କରୁଛନ୍ତି ଅର୍ଥ କ୍ଷେତ୍ରରେ ଗ୍ରହ ମାନେ। ତେବେ ବୃଷ ରାଶି ବ୍ୟକ୍ତି ଆଜି ପୂର୍ବରୁ ଦେଇଥିବା ଅର୍ଥ ରିଟର୍ଣ୍ଣ ପାଇବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ତତ୍ସହିତ ବୃଷ ରାଶି ବ୍ୟକ୍ତି ପୂର୍ବରୁ କରିଥିବାର ପରିଶ୍ରମର ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସହଯୋଗ ରହୁଛି ଏବଂ ଆଜି ବୃଷ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବା ପାଇଁ ସମ୍ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତିଙ୍କର ଆଜି କାର୍ଯ୍ୟ ଗୁଡିକୁ ଅନେକ ପ୍ରକାର ଅସ୍ଥିରତା ଦେଖାଦେବ। ତେଣୁ ମିଥୁନ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଅସ୍ଥିରତା ସହିତ ବିଳମ୍ବ ଯୁକ୍ତ ହେବ। ମାନସିକ ସ୍ଥିତି ଆପଣଙ୍କର ଭଲ ନ ରହିପାରେ। ଯୋଉମାନେ କାର୍ଯ୍ୟରତ ଅଛନ୍ତି ଆଜି ଯଦି କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରେ ତ୍ରୁଟି ଏବଂ କାର୍ଯ୍ୟ ଚାପ ବଢିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ଅନେକ ପ୍ରକାର ଅସ୍ଥିରତା ଦେଖା ଦେଇପାରେ ଏବଂ ମାନ ସମ୍ମାନ ହାନି ହବାର ଚାନ୍ସ ରହୁଛି। ତେଣୁ ମିଥୁନ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଢାର ଅବହେଳା ଯୁକ୍ତ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ଅନେକ ମଧୁର ସମ୍ପର୍କ ଭିତରେ ବିଘ୍ନତା ଆସିବ ଏବଂ ମନାନ୍ତର ଯୁଗ ରହୁଛି ଏବଂ କଳହ ମଧ୍ୟ ରହୁଛି। ତେଣୁ ଏହା ପ୍ରତି ମିଥୁନ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ ଏବଂ ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରିବା ସହିତ ପରିବାର ବନ୍ଧୁବର୍ଗଙ୍କ ସହିତ ନିଶ୍ଚିତ ନିଜର ବ୍ୟବହାରକୁ ସଂଯମତା ନିହାତି ଆବଶ୍ୟକତା, ନହେଲେ ଆପଣଙ୍କ ଭିତରେ ଅନେକ ଫାଟ ସୃଷ୍ଟି ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ଅର୍ଥ ବ୍ୟୟ ଯୁକ୍ତ ରହୁଛି। ଆଜି ଆୟ ଠାରୁ ବ୍ୟୟ ଅଧିକା ଦେଖାଦେବାର ସମ୍ଭାବନା ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଧାର ଉଧାର କରନ୍ତୁ ନାହିଁ କିମ୍ବା ଧାର ବିଶେଷ କରି ଦିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଅର୍ଥ ଅନାବଶ୍ୟକ ଠାରୁ ଦୂରତା ଅବଲମ୍ବନ କରନ୍ତୁ। କୌଣସି ନୂତନ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା ଦେଖା ଦେଇପାରେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ସେ କାର୍ଯ୍ୟ ଆପଣଙ୍କୁ ସଫଳ ହୋଇ ନପାରେ, ନାନା ବିଘ୍ନତା ଆସିପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ଶୁଭଯୋଗ ପରିସ୍ଥିତିରେ ଥିବାରୁ ଅନେକ କାର୍ଯ୍ୟରେ ଆପଣ ସଫଳତା ପାଇବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ କିଛି ସଫଳ କାର୍ଯ୍ୟ ହବାର ସମ୍ପୂର୍ଣ୍ଣ ଯୁଗ ରହୁଛି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି କାର୍ଯ୍ୟରତ ଯୋଉଠି ଥିବେ ସେ କାର୍ଯ୍ୟ ନିଶ୍ଚିତ
ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବେ ଏବଂ ପ୍ରଶଂସା ପାଇବାର ଯୁଗ ରହୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ଅନେକ ପ୍ରକାର ସଫଳତା ଦିନ, ମାନ ସମ୍ମାନ ବୃଦ୍ଧି କରିବା ସହିତ ବହୁତ ଆନନ୍ଦିତ ମଧ୍ୟ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଯାହାକି ଶୁଭଯୁଗ ପରିସ୍ଥିତିରେ ରହିଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଭଲ ଦିନ ଏବଂ ଉପହାର ପାଇବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ନୂତନ ପ୍ରେମର ଯୋଉମାନେ ଜଡିତ ଅଛନ୍ତି ଆଜି ଆପଣଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ, ମଧୁର ବାର୍ତ୍ତାଳାପର ଏକ କନେକ୍ସନ ବନେଇପାରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। କିଛି ମାଙ୍ଗଳିକ କାର୍ଯ୍ୟ ପାଇଁ ଆପଣ କଥାବାର୍ତ୍ତା କରିପାରନ୍ତି, ବିଶେଷ କରି ବିବାହ ଜନିତ କ୍ଷେତ୍ରରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଯାହାକି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ ଅର୍ଥ ମଧ୍ୟ ସଞ୍ଚୟ କରିପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କୁ ଟିକେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦେଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଗୁଡିକ ବିଳମ୍ବ ଯୁକ୍ତ ରହୁଛି, କାର୍ଯ୍ୟରେ ଅନେକ ଅସ୍ଥିରତା ଦେଖା ଦେଇପାରେ, ସମସ୍ତ କାର୍ଯ୍ୟରେ ଆପଣ ବିଳମ୍ବ ଯୁକ୍ତ ହୋଇପାରନ୍ତି। ତେଣୁ ନିଶ୍ଚିତ ଏହା ପ୍ରତି ସିଂହ ରାଶି ବ୍ୟକ୍ତି ସାବଧାନ ରହିବା ସହିତ ଆପଣ କୌଣସି କାର୍ଯ୍ୟରତ ଯଦି ଥିବେ ସିଂହ ରାଶି ବ୍ୟକ୍ତି ନିଶ୍ଚିତ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, କାର୍ଯ୍ୟରେ ତ୍ରୁଟି ହବାର ସମ୍ଭାବନା ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବା ସହିତ ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କର କାର୍ଯ୍ୟ ପ୍ରଣାଳୀ କିଛି ଭୁଲ ହେବ ନାହିଁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ ଗୁଡିକ ଉତ୍ସାହଜନକ ହୋଇପାରେ, ମାନ ସମ୍ମାନ ବୃଦ୍ଧି ହୋଇପାରେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ପ୍ରତିଷ୍ଠା ଲାଭ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ଆପଣ ଆଗକୁ ବଢିବାର ସମ୍ଭାବନା ରହୁଛି, କିନ୍ତୁ ନିଜର ମାନସିକ ସ୍ଥିତିକୁ ଟିକେ ସ୍ଥିରତା ରଖନ୍ତୁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ କିଛି ସମୟ ଦେବାର ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ନିଜ ଭିତରେ ମଧୁରତା କମି ଯାଇପାରେ, କିଛି ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ସିଂହ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ଜନଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ ଏବଂ ବନ୍ଧୁବର୍ଗଙ୍କ ସହିତ ଯାହାକି ଭଲ ସମ୍ବନ୍ଧ ରଖିଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯଦି ଦୂରଯାତ୍ରା କରୁଛନ୍ତି ସେ ଯାତ୍ରାରେ ଆଶା ଅନୁଯାୟୀ ସଫଳତା ମିଳିବ ନାହିଁ, କିନ୍ତୁ ବିଫଳତା ବି ହବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁସାରେ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ, କିନ୍ତୁ ନୂତନ ବେପାର ବାଣିଜ୍ୟ ଆଜି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଅର୍ଥ ଗୁଡିକ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି। ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ ଆପଣଙ୍କୁ। ଆଜି କନ୍ୟା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ କାର୍ଯ୍ୟରତ ଅଛନ୍ତି କୌଣସି କାର୍ଯ୍ୟରେ
ନିଶ୍ଚିତ ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢିବ ଏବଂ ଆପଣଙ୍କର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ସହଯୋଗ କରିବ ଅନ୍ୟମାନଙ୍କୁ ଏବଂ ଆପଣଙ୍କର କାର୍ଯ୍ୟଶୈଳୀ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ଆଜି ଉତ୍ସାହ ଅନେକ ଦ୍ୱିଗୁଣିତ ହୋଇପାରେ। ତତ୍ସହିତ ଆପଣ ମାନ ସମ୍ମାନ ବୃଦ୍ଧି ହବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଦିନ ହୋଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ଦୂରଯାତ୍ରା କରିବା ପାଇଁ କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି, ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ହାସଲ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି କୌଣସି ଚାକିରି ସମ୍ବନ୍ଧରେ କିଛି କାର୍ଯ୍ୟରତ କିଛି ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଥିବ, ତେବେ ନିଶ୍ଚିତ ସେଥିରେ ଆପଣ ସଫଳତା ହାସଲ କରିପାରନ୍ତି ବା ଆପଣଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ କରୁ। ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ନିଶ୍ଚିତ ଲାଭ କରିବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବା ସହିତ ଆଜି ବହୁତ ଆପଣଙ୍କର ବେପାର ବାଣିଜ୍ୟ ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ ରହୁଛି, ଯାହାକି ଗ୍ରହମାନେ ଉତ୍ତମ ଯୁଗ ପରିସ୍ଥିତି ବନଉଛନ୍ତି। ତେଣୁ ତୁଳା ରାଶି ବ୍ୟକ୍ତି ଆଜି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତିଙ୍କର ଆଜି ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟଗୁଡିକ ଅତି ଉତ୍ସାହ ଆନନ୍ଦ ଦେଇପାରେ। ଆପଣଙ୍କର କାର୍ଯ୍ୟଶୈଳୀ ଆପଣଙ୍କୁ ସମସ୍ତଙ୍କୁ ଏକ ଭିନ୍ନ ପ୍ରକାର ଦୃଷ୍ଟିରେ ଦେଖାଇ ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଯୋଉମାନେ କାର୍ଯ୍ୟରତ ଅଛନ୍ତି କୌଣସି ଜାଗାରେ, ସେ କାର୍ଯ୍ୟରତ କାର୍ଯ୍ୟରେ ଆପଣ ନିଶ୍ଚିତ କାର୍ଯ୍ୟ କୌଶଳୀ ସମସ୍ତଙ୍କୁ ଏକ ଉତ୍ସାହ ଆନନ୍ଦିତ ଆଣି ଦେଇପାରେ ଏବଂ ସହଯୋଗ ମଧ୍ୟ ଆପଣଙ୍କୁ ମିଳିପାରେ। ତୁଳା ରାଶି ବ୍ୟକ୍ତି ବିଶେଷ କରି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବାର ସମ୍ପୂର୍ଣ୍ଣ ଯୋଗ ବନଉଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଆନନ୍ଦମୟ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଧାର୍ମିକ କାର୍ଯ୍ୟରେ ମଧ୍ୟ କିଛି ଯୋଗ ଦେବାର ସମ୍ଭାବନା ରହୁଛି। ଆଜି ତୁଳା ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି, ନିଶ୍ଚିତ ଆପଣଙ୍କର ଆଜି ଭାଗ୍ୟ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଆପଣ ସେ କାର୍ଯ୍ୟରେ ସଫଳତା ପାଇବାର ସମ୍ପୂର୍ଣ୍ଣ ଯୋଗ ବନଉଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ବିବାହ ଜନିତ କିଛି କଥାବାର୍ତ୍ତା ପାଇଁ ଆଜି ଗ୍ରହମାନେ ଆପଣଙ୍କୁ ସହଯୋଗ ବନଉଛନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଉତ୍ତମ ଦିନ ହୋଇ ନପାରେ। ମନରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, କାର୍ଯ୍ୟ ଗୁଡିକ ବିଳମ୍ବ ଯୁକ୍ତ ହୋଇପାରେ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଦୈନନ୍ଦିନ କାର୍ଯ୍ୟକୁ ଆପଣ ନିଶ୍ଚିତ ସଫଳ ବନେଇବା ପାଇଁ ଚେଷ୍ଟା କରନ୍ତୁ। ମାନସିକ ଅସ୍ଥିରତା ଦେଖା ଦେଇପାରେ। ତତ୍ସହିତ ଯଦି କୌଣସି କାର୍ଯ୍ୟରତ ଅଛନ୍ତି, କାର୍ଯ୍ୟରେ ଅସ୍ଥିରତା ତ୍ରୁଟି ଏବଂ ଆପଣ ବିଳମ୍ବ ଯୁକ୍ତ ହୋଇପାରେ। ବିଶେଷ କରି ଉପରସ୍ଥ କର୍ମଚାରୀଙ୍କ କଥାନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିପାରେ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଜି ଆପଣ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବେ। ଆପଣଙ୍କର ମାନ ସମ୍ମାନ କ୍ଷୁଣ୍ଣ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି
आज शिक्षार्थी विद्यार्थी मानकर अनेक प्रकार समस्या अस्थिरता भाग्य ग्रह आपणकर निम्नगामी रहुछि तत्सहित विचार आसी व्यक्ति आज जदि दूरयात्रा कौन कार्य जाउछंती से कार्य रे विभिन्न प्रकार विफलता सामना करबाकू पड़ी पारे। आज विचार आसी व्यक्ति जो माने प्रेम दुनिया रे जड़ित अछंती आपनक भितरे मधुरता संपर्क न रही पारे कलह जुक्ति तर्क होबार सावधान हुंतु। तत्सहित विचार आसी व्यक्ति नूतन प्रेम वार्तालाप ठारू आपण दूरता अवलंबन करंतु। आज विचार आसी व्यक्ति परिवार वर्ग एवं बंधु वर्ग सहित भल संबंध रखिबा पई चेष्टा करंतु कारण अनेक मनांतर जुग बनौछि। तेबे विचार आसी व्यक्ति आज जहा कि आपणकर व्यापार वाणिज्य रे अनेक प्रकार क्षति सामना करबाकू पड़िबो। तेबे जो माने दैनंदिन व्यापार वाणिज्य करूछंती निश्चित योजना प्रस्तुत करी व्यापार वाणिज्य करंतु नहले विभिन्न प्रकार समस्या गति करबाकू पड़िबो। तेबे विचार आसी व्यक्ति आज धार उधार काहा ठारू आनंतु नाही किबा दियंतु नाही जहा आपणक पई भलो हेबे। तेबे विचार आसी व्यक्ति आज आपणकर स्वास्थ्यगत दृष्टि देखिले पूर्वर जो स्वास्थ्यगत समस्या थिबो आज ताहा दुई गुणित होबार अनेक चांस रहुछि। आज विचार आसी व्यक्तिंकर भाग्य संख्या रहिछि जहा कि 8 भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा धनुराशि व्यक्तिंक विषय। धनुराशि व्यक्ति आज आपणकर कार्य गुडी को अधिक मानसिक चिंता बढ़ी पारे मनरे अशांति परिवेश सृष्टि होई पारे दैनंदिन कार्य गुडी को विलंब युक्त होई पारे जहा आपणक भाग्य चक्रु जना पडुची। कोनोसी कार्य क्षेत्र रे आपण कार्य करथुले कार्य गुडी को त्रुटि होबार संभावना सहित कार्य चाप बढ़िबार अधिक युग बनौछि। तेबे धनुराशि व्यक्ति आज जदि राजनीतिक सामाजिक क्षेत्र रे कार्य करूछंती से कार्य गुडी को आपणकर अस्थिरता एवं आपणकर सम्मान प्रति हानि होबार चांस रहुछि। तेणु धनुराशि व्यक्ति यहा प्रति स्थिरता अवलंबन करंतु। तेबे धनुराशि व्यक्ति आज राजनैतिक सहित आपणकर शिक्षार्थी विद्यार्थी माने जो माने जड़ित अछंती शिक्षा क्षेत्र रे आपणकर पाठ पढ़ा प्रति अवहेला युक्त रहुछि। तत्सहित छात्र छात्री मानक पई आज भाग्यग्रह निम्नगामी रहुछि। तेबे धनुराशि व्यक्ति आज जो माने प्रेम जगत रे रहुचंती सेमानक पई आज आडंबर जीवन यापन कहिले मध्य अतृप्ति हेबो नाही। आज जहा कि पुरुष स्त्री सहित भल संबंध रहिबो एवं मांगलिक कार्य रे मध्य आपण भल उत्तम संपर्क रहिबा सहित आपण मांगलिक कार्य गुडी को अति सुखमय परिवेश रे संपूर्ण करिवार संपूर्ण सहयोग करूछंती ग्रह माने। आज धनुराशि व्यक्ति अर्थजनित कारोबार रे आपण आशा अनुसार लाभ प्राप्त करि परिबे नाही बरं क्षति सामना करबाकू पड़िबो। तेणु निश्चित धनुराशि व्यक्ति यहा प्रति सचेतन रुहंतु जहा आपणक पई भलो हेबे। तेबे आज धनुराशि व्यक्ति दूरयात्रा जदि कोनोसी कार्य पई जाउछंती से कार्य रे आपण सफलता हेबे नाही। तेबे धनुराशि व्यक्ति आज अनावश्यक खर्च ठारू दूरता अवलंबन करंतु। आज धनुराशि व्यक्ति स्वास्थ्यगत दृष्टि देखिले पूर्वरु विशेष करी आखि जनित जदि समस्या थिबो आज ताहा पई आपनको एक भारी कष्टकर दायक दिन होई पारे। तेणु निश्चित धनुराशि व्यक्ति निजर स्वास्थ्य प्रति सचेतन रुहंतु। आज धनुराशि व्यक्तिंकर भाग्य संख्या रहिछि जहा कि 6 भाग्य रंग आपण नील रंग व्यवहार करि परिबे एवं ग्रह माने आपनको आज 70% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज समस्त प्रकार कार्य रे आपण आगु को बढ़िबार संपूर्ण सहयोग करूछंती ग्रह माने। आज मानसिक स्तर रे मध्य आनंदित रहिबार संपूर्ण सहयोग करूछंती। तत्सहित मकर राशि व्यक्ति आज आपण कोनोसी कार्यरत जोठारे अछंती सेथि कार्य रे आपण उत्साह आनंद देई पारे आपणकर कार्यशैली प्रशंसा योग्य बनै पारे। तेबे आज मकर राशि व्यक्ति राजनीतिक सामाजिक क्षेत्र रे आपणकर मान सम्मान प्रतिष्ठा लाभ करिवार उत्तम युग रहुछि। आज मकर राशि व्यक्ति जहा कि शिक्षार्थी विद्यार्थी मानकर ग्रह माने आपनको संपूर्ण सहयोग करूथिबारु आज आपणक पई अति उत्तम दिन बनौछि। आज जहा कि मकर राशि व्यक्तिंकर जहा कि प्रेम दुनिया रे जो माने जड़ित अछंती टिके आज दिनटी आपणक पई टिके कष्टदायक होई पारे किछि मात्रा रे मनमालिन होई पारे। विशेष करी स्वामी स्त्री ठारे आपणकर पिला छुआ नै अधिक जहा कि वाद विवाद
ବଢିବାର ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଯାହାକି ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ବନେଇ ନପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମକର ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ। ତତ୍ସହିତ ମକର ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ମକର ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି, ସେ କାର୍ଯ୍ୟରେ ଯୋଉ କାର୍ଯ୍ୟରେ ଯାଉଛନ୍ତି ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ସଫଳତା ପ୍ରଦାନ କରିବାର ଉତ୍ତମ ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଉତ୍ତମ ଭୋଜନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଅଫିସ ଜନିତ ବା କୌଣସି କାର୍ଯ୍ୟରତ ଯଦି ଅଛନ୍ତି, ସେ କାର୍ଯ୍ୟରେ ଆପଣଙ୍କୁ ବହୁତ ଆନନ୍ଦିତ ଦେଇପାରେ। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀ ଭିନ୍ନ ପ୍ରକାର ହବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆପଣ କାର୍ଯ୍ୟ ଗୁଡ଼ିକ ପ୍ରଶଂସା ପାଇବାର ସମ୍ପୂର୍ଣ୍ଣ ଯୁଗ ବନଉଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ଉତ୍ତମ ଯୁଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତତ୍ସହିତ ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ସଫଳତା ହବାର ପୂର୍ଣ୍ଣ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଧାର୍ମିକ କାର୍ଯ୍ୟରେ ଅଧିକ ଲିପ୍ତ ହବାର ଉତ୍ତମ ଯୁଗ ବନଉଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ମଧୁର ସମ୍ପର୍କ ଆପଣଙ୍କର ବୃଦ୍ଧି ହବାର ସମ୍ପୂର୍ଣ୍ଣ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯୋଉମାନେ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଅତି ଉତ୍ତମ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହିଛି। ତେବେ କୁମ୍ଭ ରାଶି ବ୍ୟକ୍ତି ପୂର୍ବରୁ ଦେଇଥିବା ଅର୍ଥ ରିଟର୍ନ ପାଇବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି କାହାର ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତିଙ୍କର ଆଜି ମାନସିକ ସ୍ଥିତି ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ପ୍ରତ୍ୟେକ କାର୍ଯ୍ୟରେ ଅସ୍ଥିରତା ଦେଖା ଦେଇପାରେ। ତେଣୁ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ବିଳମ୍ବ ଯୁକ୍ତ ରହିପାରେ ଏବଂ କାର୍ଯ୍ୟରେ ଯାହାକି କଳହ ଯୁକ୍ତିତର୍କ ହବାର ସମ୍ଭାବନା ରହୁଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଆପଣ ବିଶେଷ କରି ଅଫିସ ଜନିତ କାର୍ଯ୍ୟ କିମ୍ବା କାର୍ଯ୍ୟରତ କାର୍ଯ୍ୟ କରୁଥିଲେ ଟିକେ ସାବଧାନ ରୁହନ୍ତୁ। ବିଶେଷ କରି ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ଆପଣଙ୍କର କାର୍ଯ୍ୟ ତ୍ରୁଟି ଏବଂ କାର୍ଯ୍ୟ ଚାପ ବଢିପାରେ, ଯାହା ପାଇଁ ମନ ଆହୁରି ଅଧିକ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ମାନ ସମ୍ମାନ ଆପଣଙ୍କର ନିମ୍ନଗାମୀ ହବାର ଚାନ୍ସ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି, ସେ କାର୍ଯ୍ୟ ସଫଳତା ହବାର ସମ୍ଭାବନା ଅଧିକ କମ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଜ ଭିତରେ ମଧୁର ସମ୍ପର୍କ କ୍ଷୁଣ୍ଣ ହବାର ଚାନ୍ସ ରହୁଛି। ମନାନ୍ତର ଯୁଗ ରହୁଛି।
କଳହ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି। ଆଜି ମୀନ ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରିବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ମୀନ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ କାରବାରରେ ଆପଣ ଆଶା ଠାରୁ ଲାଭ ପ୍ରାପ୍ତ କରିପାରିବେ ନାହିଁ, ବରଂ କ୍ଷତିରେ ସାମ୍ନା କରିବାକୁ ପଡିବ। ତେବେ ମୀନ ରାଶି ବ୍ୟକ୍ତି ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଅଧିକ ବୃଦ୍ଧି କରିପାରେ। ପୂର୍ବରୁ ଯଦି ରୋଗଜନିତ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହେବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି।